ତୁମେ କେବେ ଭାବିଛ କି ତୁମେ ସତରେ ଦୁର୍ବଳ, ନା କେବଳ ତୁମର ମନ ତୁମକୁ ଦୁର୍ବଳ ବୋଲି ବୁଝାଇ ଦେଇଛି? ଆଜି ଏହି ଭିଡ଼ିଓରେ ମୁଁ ତୁମକୁ ଗୋଟିଏ ସତ୍ୟ କଥା କହିବି। ତୁମେ ଭାବୁଥିବା ଠାରୁ ଅଧିକ ଷ୍ଟ୍ରଙ୍ଗ। କେବଳ ତୁମର ଚିନ୍ତାଧାରାକୁ ରେଷ୍ଟ କରିବାର ଦରକାର। ତୁମେ ଦୁର୍ବଳ ନୁହଁ। ହ୍ୟାଲୋ, ଶୁଣୁଛ କି? ତୁମେ ଦୁର୍ବଳ ନୁହଁ। ଦୁର୍ବଳ ହେଉଛି ତୁମର ଚିନ୍ତାଧାରା, ଯାହା ବର୍ଷ ବର୍ଷ ଧରି ନେଗେଟିଭ୍ ଶବ୍ଦ, କମ୍ପାରିଜନ୍, ଫିୟର ଓ ଡାଉଟ୍ରେ ଭରି ଯାଇଛି। ତୁମର ବଡି ଦୁର୍ବଳ ନୁହେଁ, ତୁମର ମାଇଣ୍ଡ ଦୁର୍ବଳ ନୁହେଁ। କେବଳ ତୁମର ବିଲିଫ୍ ସିଷ୍ଟମ୍ ଦୁର୍ବଳ ହୋଇପଡ଼ିଛି, ଏବଂ ସେ ବିଲିଫ୍ ସିଷ୍ଟମ୍କୁ ଚେଞ୍ଜ କରିଦେଲେ ତୁମର ଜୀବନ ଚେଞ୍ଜ ହୋଇଯିବ। ୟୁ ଆର୍ ଷ୍ଟ୍ରଙ୍ଗର ଦେନ୍ ୟୁ ଥିଙ୍କ। କିନ୍ତୁ ତୁମେ ନିଜକୁ ସେଇ ଭାବରେ ଦେଖୁନାହିଁ। ତୁମ ଆଇନା ଆଗରେ ଠିଆ ହୋଇ ନିଜକୁ ଲିମିଟେସନ୍କୁ ଦେଖୁଛ, କିନ୍ତୁ ତୁମର ପୋଟେନ୍ସିଆଲ୍କୁ ଦେଖୁନାହିଁ। ତୁମେ ଭୁଲକୁ ମନେ ରଖୁଛ, କିନ୍ତୁ ତୁମର କୋର୍ସକୁ ଭୁଲି ଯାଉଛ। ତୁମେ ହାରକୁ ମନେ ପକାଉଛ, କିନ୍ତୁ ତୁମେ କେତେଥର ଉଠିଥିଲ ସେ ତାକୁ ମନେ ପକାଉ ନାହିଁ। ସତ୍ୟ କଥା ହେଉଛି, ତୁମେ ଅନେକ କଷ୍ଟ ଜୀବନରେ ସହିଛ। ଅନେକ ରାତି ଏମିତି ଥିଲା ଯେଉଁଠାରେ ତୁମେ ସାଇଲେଣ୍ଟଲି ଫାଇଟ୍ କରୁଥିଲ। କେହି ଜାଣିନଥିଲେ ତୁମର ପେନ୍, କିନ୍ତୁ ତୁମେ ସର୍ଭାଇଭ୍ କରିଛ। ଯେମିତି ସର୍ଭାଇଭ୍ କରିଛ ସେମିତି ଗ୍ରୋ ମଧ୍ୟ କରିପାରିବ। କାରଣ ସର୍ଭାଇଭାଲ୍ ଠାରୁ ଗ୍ରୋଥ୍ କଷ୍ଟକର ନୁହେଁ, କେବଳ ମାଇଣ୍ଡସେଟ୍ର ଚେଞ୍ଜ ଦରକାର। ତୁମର ବିଗେଷ୍ଟ ଇନେମି କେହି ଲୋକ ନୁହେଁ। ତୁମର ବିଗେଷ୍ଟ ଇନେମି ହେଉଛି ତୁମର ଇନର ଭଏସ୍, ଯେଉଁଠାରେ ଦିନେ ଦିନେ କହୁଛି ତୁ ପାରିବୁ ନାହିଁ। ଏହି ଭଏସ୍କୁ ସାଇଲେଣ୍ଟ କରିବା ଦରକାର, ଏବଂ ଏହା କେବଳ ଆକ୍ସନ୍ ଦ୍ୱାରା ସମ୍ଭବ। ଯେତେବେଳେ ତୁମେ ସ୍ମଲ୍ ଷ୍ଟେପ୍ ନେବ, ସେତେବେଳେ ତୁମର କନଫିଡେନ୍ସ ବୁଲ୍ଡ ହେବ। କନଫିଡେନ୍ସ ୱାଟିଂ କରିଲେ ଆସେନି, କନଫିଡେନ୍ସ ଆକ୍ସନ୍ରେ ଆସେ। ତୁମେ ଦୁର୍ବଳ ନୁହଁ, ତୁମେ କେବଳ ଡିଷ୍ଟ୍ରାକ୍ଟ। ତୁମର ଫୋକସ୍ ଅନ୍ୟମାନଙ୍କ ଓପିନିଅନ୍ ଉପରେ ଅଛି। ତୁମେ ଭାବୁଛ ଲୋକେ କ'ଣ କହିବେ, କିନ୍ତୁ ଲୋକେ ସବୁବେଳେ କିଛି ନା କିଛି କହିବେ। ଯେତେବେଳେ ତୁମେ ଟ୍ରାଏ କରିବ ସେମାନେ କହିବେ, ଯେତେବେଳେ ତୁମେ ଫେଲ୍ କରିବ ସେମାନେ କହିବେ, ଯେତେବେଳେ ତୁମେ ସକ୍ସେସ୍ କରିବ ସେମାନେ ପୁଣି କହିବେ। ସୋ ହ୍ୱାଇ ନଟ୍ ଫୋକସ୍ ଅନ୍ ୟୁର୍ ମିଶନ୍? ତୁମର ଲାଇଫ୍ରେ ଚେଞ୍ଜ ଆଣିବାକୁ ଫାର୍ଷ୍ଟ ଷ୍ଟେପ୍ ହେଉଛି ଆୱାରନେସ୍। ତୁମେ ଯେତେବେଳେ ରିଏଲାଇଜ୍ କରିବ ମୁଁ ଦୁର୍ବଳ ନୁହଁ, ମୋର ଚିନ୍ତାଧାରା ଦୁର୍ବଳ, ସେତେବେଳେ ଟ୍ରାନ୍ସଫର୍ମେସନ୍ ଆରମ୍ଭ ହେବ। ଚିନ୍ତାଧାରା ଚେଞ୍ଜ କରିବା ମାନେ କେବଳ ପଜିଟିଭ୍ କ୍ୱିଟ୍ ପଡ଼ିବା ନୁହେଁ, ଏହା ହେଉଛି ଡେଲି ଡିସିପ୍ଲିନ୍, ଡେଲି ରୁଟିନ୍, ଡେଲି ଏଫର୍ଟ। ତୁମେ ଭାବୁଛ ମୋ ପାଖରେ ରିସୋର୍ସେସ୍ ନାହିଁ, କିନ୍ତୁ ରିସୋର୍ସେସ୍ ଠାରୁ ଅଧିକ ପାୱାରଫୁଲ୍ ହେଉଛି ରିସୋର୍ସେସ୍ ଫୁଲନେସ୍। ଯେଉଁମାନେ ଶୂନ୍ୟରୁ ଆରମ୍ଭ କରିଛନ୍ତି ସେମାନେ ପ୍ରଥମେ ମାଇଣ୍ଡସେଟ୍କୁ ବିଲ୍ଡ କରିଛନ୍ତି। ୟୁ ଆର୍ ଷ୍ଟ୍ରଙ୍ଗର ଦେନ୍ ୟୁ ଥିଙ୍କ। ତୁମେ ଯେତେବେଳେ ଏହି ଲାଇନ୍କୁ ଶୁଣୁଛ, ସାୟଦ ଲାଗୁଛି ଏହା କେବଳ ଗୋଟେ ମୋଟିଭେସନ୍, କିନ୍ତୁ ଏହା ରିଆଲିଟି। ତୁମର ବ୍ରେନ୍ରେ ଅନଲିମିଟେଡ୍ କାପାସିଟି ଅଛି, ତୁମର ହାର୍ଟରେ ଅନଲିମିଟେଡ୍ କର୍ଜ ଅଛି। କେବଳ ତୁମେ ନିଜକୁ ପରମିସନ୍ ଦେଉନାହିଁ, ତୁମେ ନିଜକୁ ଲିମିଟ୍ କରିଦେଉଛ। ତୁମେ କେତେଥର ନୂଆ କିଛି ଆରମ୍ଭ କରିବା ପୂର୍ବରୁ ଭୟ ପାଇଛ, ଏବଂ କେତେଥର ସେହି ଭୟ ସତ୍ୟ ହୋଇଯାଇଛି। ଅଧିକାଂଶ ଭୟ ଇମାଜିନେସନ୍ରେ ହୋଇଥାଏ। ତୁମେ ଭବିଷ୍ୟତରେ ନେଗେଟିଭ୍ ସିନ୍କୁ ଇମାଜିନ୍ କରୁଛ, ତାପରେ ପ୍ରେଜେଣ୍ଟରେ ଗିଭ୍ ଅପ୍ କରୁଛ। ଏହି ପ୍ୟାଟର୍ନକୁ ବ୍ରେକ୍ କରିବା ଦରକାର। ତୁମର ଷ୍ଟୋରି ଏଠାରେ ଶେଷ ହୋଇନି। ତୁମର ଷ୍ଟ୍ରଗଲ୍ ତୁମକୁ ୱିକ୍ କରିବାକୁ ଆସିନଥିଲା, ଷ୍ଟ୍ରଙ୍ଗ କରିବାକୁ ଆସିଥିଲା। ପ୍ରତ୍ୟେକ ଚ୍ୟାଲେଞ୍ଜ ହେଉଛି ଟ୍ରେନିଂ, ପ୍ରତ୍ୟେକ ରିଏକ୍ସନ୍ ହେଉଛି ରିଡାଇରେକ୍ସନ୍, ପ୍ରତ୍ୟେକ ଫେଲ୍ୟୁଅର୍ ହେଉଛି ଲେସନ୍। ତୁମେ ଯଦି ଆଜି ଡିସାଇଡ଼୍ କର ମୁଁ ନିଜ ଚିନ୍ତାଧାରାକୁ ଅପଗ୍ରେଡ୍ କରିବି, ତେବେ ତୁମର ଆଇଡେଣ୍ଟିଟି ଚେଞ୍ଜ ହେବ, ଏବଂ ଆଇଡେଣ୍ଟିଟି ଚେଞ୍ଜ ହେଲେ ହ୍ୟାବିଟ୍ ଚେଞ୍ଜ ହେବ, ହ୍ୟାବିଟ୍ ଚେଞ୍ଜ ହେଲେ ରିଜଲ୍ଟ ଚେଞ୍ଜ ହେବ। ସବୁକିଛି ମନରୁ ଆରମ୍ଭ ହୁଏ। ଷ୍ଟପ୍ ସେଇଂ ମୁଁ ପାରିବି ନାହିଁ, ଷ୍ଟାର୍ଟ ସେଇଂ ମୁଁ ଶିଖିବି। ଏ ସ୍ମଲ୍ ସିଫ୍ଟ ହେଉଛି ପାୱାରଫୁଲ୍ ସିଫ୍ଟ। ଯେତେବେଳେ ତୁମେ ଲର୍ଣ୍ଣିଂ ମାଇଣ୍ଡସେଟ୍ ନେଉଛ, ସେତେବେଳେ ଫେଲ୍ୟୁଅର୍ ତୁମକୁ ଷ୍ଟପ୍ କରିପାରେନି। ଫେଲ୍ୟୁଅର୍ ବିକମ୍ ଫିଡ଼ବ୍ୟାକ୍। ତୁମେ ଦୁର୍ବଳ ନୁହଁ। ଏ ଜର୍ଣ୍ଣିରେ ପେସେନ୍ସ ଦରକାର, କିନ୍ତୁ ପେସେନ୍ସ ମାନେ ୱେଟ୍ କରିବା ନୁହେଁ, କନସିଷ୍ଟେନ୍ସି ଆକ୍ସନ୍ ନେବା। ଦିନେ ନା ଦିନେ ଏମିତି ସମୟ ଆସିବ ଯେତେବେଳେ ତୁମେ ପଛକୁ ଦେଖି କହିବ ମୁଁ ଭାବିଥିଲି ମୁଁ ଦୁର୍ବଳ, କିନ୍ତୁ ମୁଁ ସବୁଠାରୁ ଷ୍ଟ୍ରଙ୍ଗ ଥିଲି। ସେହି ଦିନ ପାଇଁ ଆଜି ଷ୍ଟ୍ରଗଲ୍ ଦରକାର, ସେହି ଫ୍ୟୁଚର୍ ଭର୍ଜନ୍ ପାଇଁ ଆଜି ଡିସିପ୍ଲିନ୍ ଦରକାର। ତୁମର ଚିନ୍ତାଧାରାକୁ ପ୍ରୋଟେକ୍ଟ କର, ନେଗେଟିଭ୍ ଏନ୍ଭାୟରମେଣ୍ଟ ଠାରୁ ଦୂରେଇ ରୁହ, ପଜିଟିଭ୍ କଣ୍ଟେଣ୍ଟ କନଜ୍ୟୁମ୍ କର, କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ଆକ୍ସନ୍ ନିଅ। କାରଣ ଆକ୍ସନ୍ ଛଡ଼ା ମୋଟିଭେସନ୍ କେବଳ ଇମୋସନ୍ରେ ରହିଯାଏ। ଦେଖ ତୁମେ ଦୁର୍ବଳ ନୁହଁ, କେବେ ମଧ୍ୟ ନଥିଲ। ତୁମ ଜୀବନରେ କେତେ କଷ୍ଟ ଆସିଛି, କେତେ ଲୋକ ତୁମକୁ ଅଣଦେଖା କରିଛନ୍ତି, କି ସ୍ୱପ୍ନ ଭାଙ୍ଗିଛି, ସେଗୁଡ଼ିକ ତୁମକୁ ଭାଙ୍ଗି ପାରି ନାହିଁ। ତୁମେ ଏଠାରେ ଅଛ, ତୁମେ ଏପର୍ଯ୍ୟନ୍ତ ଲଢ଼ୁଛ, ଏହା ହିଁ ତ ପ୍ରମାଣ ଯେ ତୁମେ ଷ୍ଟ୍ରଙ୍ଗ। ସମସ୍ୟା ତୁମର ଶକ୍ତିରେ ନୁହେଁ, ସମସ୍ୟା ତୁମର ଚିନ୍ତାଧାରାରେ ଅଛି। ବର୍ଷ ପରେ ବର୍ଷ ତୁମେ ଅନ୍ୟମାନଙ୍କର ମତାମତକୁ ନିଜର ସତ୍ୟ ବୋଲି ଭାବି ନେଉଛ। କେହି କହିଦେଲେ ତୁ ପାରିବୁ ନାହିଁ, ଏବଂ ତୁମେ ସେହି କଥାକୁ ହୃଦୟରେ ଲେଖିଦେଉଛ। କେହି ତୁମକୁ ଭୁଲକୁ ନେଇ ହସୁଛି, ଏବଂ ତୁମେ ନିଜକୁ ଇନକେପେବୁଲ୍ ବୋଲି ଭାବୁଛ। କିନ୍ତୁ ଏହିସବୁ ଲେଭେଲ୍ ସତ୍ୟ ନୁହେଁ, ସେଗୁଡ଼ିକୁ କେବଳ ଟେମ୍ପୋରାରୀ ଓପିନିଅନ୍। ତୁମ ଭିତରେ ଅସୀମ ଶକ୍ତି ଅଛି। ତୁମେ ଯେତେବେଳେ ଜନ୍ମ ନେଇଥିଲ ତୁମେ କିଛି ଜାଣିନଥିଲ, ଚାଲିବା ମଧ୍ୟ ଜାଣିନଥିଲ, କିନ୍ତୁ ତୁମେ ପଡ଼ି ପଡ଼ି ଉଠିଲ, ପୁଣି ପଡ଼ିଲ, ପୁଣି ଉଠିଲ। ସେତେବେଳେ କେହି ତୁମକୁ କହିନଥିଲେ
ତୁ ପାରିବୁ ନାହିଁ। ତୁମର ନ୍ୟାଚୁରାଲ ଇନଷ୍ଟିଙ୍ଗ ଥିଲା ଗ୍ରୋ କରିବା। ଆଜି କାହିଁକି ସେଇ ଇନଷ୍ଟିଙ୍ଗକୁ ଭୁଲିଗଲ? ତୁମ ଜୀବନର ସବୁଠୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ହେବ ଯେତେବେଳେ ତୁମେ ନିଜ ସହ ଏକ ହନେଷ୍ଟ କନଭରସେସନ୍ କରିବ। ନିଜକୁ ପଚାରିବ, ମୁଁ ସତରେ ଦୁର୍ବଳ ଥିଲି ନା କେବଳ ଡରୁଛି? ଅଧିକାଂଶ ସମୟ ଆମେ ଦୁର୍ବଳ ନୁହେଁ, ଆମେ କେବଳ ଅନକମ୍ଫର୍ଟେବଲ୍। ଆମେ ଚେଞ୍ଜକୁ ଡରୁଛୁ, ଆମେ ଫେଲିୟରକୁ ଡରୁଛୁ, କିନ୍ତୁ ଗ୍ରୋଥ୍ ସବୁବେଳେ କମ୍ଫର୍ଟ ଜୋନ୍ରେ ବାହାରିଥାଏ। ୟୁ ଆର୍ ଷ୍ଟ୍ରଙ୍ଗର ଦେନ୍ ୟୁ ଥିଙ୍କ। ଏହା କେବଳ ମୋଟିଭେସନର ଗୋଟେ ଲାଇନ୍ ନୁହେଁ, ଏହା ସାଇକୋଲୋଜିକାଲ ଟ୍ରୁଥ୍। ତୁମର ବ୍ରେନ୍ ତୁମେ ଯାହା ବିଲିଭ୍ କର ସେଇ ଦିଗକୁ କାମ କରେ। ଯଦି ତୁମେ ନିଜକୁ ୱିକ୍ ବୋଲି କହିବ, ତୁମେ ଆକ୍ସନ୍ ମଧ୍ୟ ୱିକ୍ ହେଇଯିବ। ଯଦି ତୁମେ ନିଜକୁ କ୍ୟାପେବୁଲ୍ ବୋଲି ବିଲିଭ୍ କରିବ, ତୁମର ଏନର୍ଜି ଚେଞ୍ଜ ହେବ, ଡିସିଜନ୍ ଚେଞ୍ଜ ହେବ, ରିଜଲ୍ଟ ଚେଞ୍ଜ ହେବ। ତୁମେ ଯେତେ ଥର ଫେଲ୍ ହୋଇଛ ସେତେ ଥର ଶିଖୁଛ। ଫେଲିୟର ତୁମକୁ ଡିଫାଇନ୍ କରେ ନାହିଁ, ଏହା ରିଫାଇନ୍ କରେ। ଯେମିତି ଅଗ୍ନିରେ ସୁନା ପରିଶୁଦ୍ଧ ହୁଏ, ଠିକ୍ ସେହିପରି ଷ୍ଟ୍ରଗଲ୍ ତୁମକୁ ପ୍ୟୋର ଏବଂ ପାୱାରଫୁଲ୍ କରେ। ଯଦି ତୁମର ଜୀବନରେ ଚ୍ୟାଲେଞ୍ଜ ନଥାନ୍ତା, ତେବେ ତୁମର ଷ୍ଟ୍ରେନ୍ଥ ମଧ୍ୟ ଡେଭଲପ୍ କରିପାରୁନଥାନ୍ତ। ଆଜି ଯଦି ତୁମେ ଭାବୁଛ ମୋ ଜୀବନ ଅଟକି ଯାଇଛି, ତେବେ ମନେ ରଖ, ଏହା ଶେଷ ନୁହେଁ, ଏହା ମାତ୍ର ତ ପ୍ରିପାରେସନର ଫେଜ୍। ପ୍ରତ୍ୟେକ ଗଛ ମାଟି ତଳେ ଦୀର୍ଘ ସମୟ ଗ୍ରୋ କରେ, ପରେ ମାଟି ଉପରେ ଦେଖାଯାଏ। ତୁମେ ମଧ୍ୟ ସେଇ ଫେଜ୍ରେ ଅଛ। ତୁମର ରୁଟ୍ ଷ୍ଟ୍ରଙ୍ଗ ହେଉଛି, ଧୈର୍ଯ୍ୟ ରଖ। ତୁମର ବିଗେଷ୍ଟ ପାୱାର ହେଉଛି ଚଏସ୍। ତୁମେ ପ୍ରତିଦିନ ଚଏସ୍ କରିପାର ଗିଭ୍ ଅପ୍ କରିବାକୁ ନା କିପିଂ କରିବାକୁ। ତୁମେ ଚଏସ୍ କରିପାର କମ୍ପ୍ଲେନ୍ କରିବାକୁ ନା ଇମ୍ପ୍ରୁଭ୍ କରିବାକୁ। ଏହି ସମୟ ଚଏସ୍ ମିଶି ତୁମର ଡିସିଜନ୍ ତିଆରି କରେ, ତୁମର ଡେଷ୍ଟିନି ତିଆରି କରେ। ଡେଷ୍ଟିନି କୌଣସି ମ୍ୟାଜିକ୍ ନୁହେଁ, ଏହା ଡେଲି ଡିସିଜନର ରିଜଲ୍ଟ। ନିଜର ଚିନ୍ତାଧାରାକୁ ଗାର୍ଡ କର, ନେଗେଟିଭ୍ ସେଲ୍ଫ ଟଲ୍କକୁ ଷ୍ଟପ୍ କର। ଯେତେବେଳେ ମନ କହେ ତୁ ପାରିବୁ ନାହିଁ, ସେତେବେଳେ ଉତ୍ତର ଦିଅ ଓ କହ ମୁଁ ଶିଖିବି। ଯେତେବେଳେ ମନ କହେ ବହୁତ ଡେରି ହୋଇଗଲା, ସେତେବେଳେ କହ ଏହି ମୁହୂର୍ତ୍ତ ହିଁ ସଠିକ୍ ସମୟ। ଏହି ଇଣ୍ଟରନାଲ ଡାୟଲଗ୍ ହେଉଛି ତୁମର ଲାଇଫ୍ ଡାଇରେକ୍ସନ୍। ଆରେ ତୁମେ ଦୁର୍ବଳ ନୁହଁ, ତୁମେ ଅଣ୍ଡରଷ୍ଟିମେଟ୍ ୟୁର ସେଲ୍ଫ। ତୁମେ ନିଜକୁ ଅନ୍ୟମାନଙ୍କ ସହ କମ୍ପେୟାର କାହିଁ କରୁଛ? କିନ୍ତୁ କମ୍ପାରିଜନ୍ ହେଉଛି କନଫିଡେନ୍ସର ଶତ୍ରୁ। ପ୍ରତ୍ୟେକ ମଣିଷର ଜର୍ଣ୍ଣି ଅଲଗା, ତୁମର ଫେସ୍ ଅଲଗା, ତୁମର ପାଥ୍ ଅଲଗା, ତୁମ ନିଜର କମ୍ପିଟିସନ୍ ଅଲଗା। ୟଷ୍ଟରଡେ ଠାରୁ ଟୁଡେ ବେଟର ହୁଅ। ଦିନେ ଏମିତି ସମୟ ଆସିବ ଯେତେବେଳେ ତୁମେ ପଛକୁ ଦେଖି ଆଶ୍ଚର୍ଯ୍ୟ ହେବ, ମୁଁ ଏତେ ଦୂର କେମିତି ଆସିଲି? ସେହି ଦିନ ତୁମେ ରିଏଲାଇଜ୍ କରିବ ଷ୍ଟ୍ରେନ୍ଥ ସବୁବେଳେ ତୁମର ଭିତରେ ଥିଲା, କେବଳ ତୁମେ ତାକୁ ଆକ୍ସେପ୍ଟ କରିନଥିଲ। ତେଣୁ ଆଜି ଗୋଟେ ପ୍ରମିସ୍ କର, ନିଜକୁ ଇନସଲ୍ଟ କରିବା ବନ୍ଦ କର, ନିଜର ପୋଟେନ୍ସିଆଲକୁ ରିସ୍ପେକ୍ଟ କର, ନିଜର ଡ୍ରିମ୍କୁ ସିରିୟସଲି ନିଅ ଏବଂ ପ୍ରତିଦିନ କିଛି ନା କିଛି ଆକ୍ସନ୍ ନିଅ। ସ୍ମଲ୍ ଷ୍ଟେପ୍ ହେଉଛି ତଥାପି ଫରୱାର୍ଡ଼ ଷ୍ଟେପ୍ ହେଉଛି। ୟୁ ଆର୍ ଷ୍ଟ୍ରଙ୍ଗର ଦେନ୍ ୟୁର୍ ଥିଙ୍କ୍। ଏହି ଲାଇନ୍କୁ କେବଳ ଶୁଣିବା ନୁହେଁ, ଫିଲ୍ କର। ତୁମର ହାର୍ଟବିଟ୍ ମଧ୍ୟ ଏହି ମେସେଜ୍ ଦେଉଛି, ତୁମେ ଜୀବିତ, ତୁମେ କେପେବୁଲ୍ ଆଉ ତୁମେ ରେଡ଼ି। ଲାଇଫ୍ ତୁମକୁ ଟେଷ୍ଟ କରିବ, କିନ୍ତୁ ବ୍ରେକ୍ କରିବା ନାହିଁ। ଯଦି ତୁମର ମାଇଣ୍ଡସେଟ୍ ଷ୍ଟ୍ରଙ୍ଗ ଅଛି, ଆଉ ଦୋସ୍ତ ତୁମର ଶକ୍ତି କାହାର ପରମିଶନ ଉପରେ ଡିପେଣ୍ଡ କରେ ନାହିଁ, ତୁମର ଅଲରେଡ଼ି ଏନୋ ଅଛି, ତୁମେ ଅଲରେଡ଼ି ପାୱାରଫୁଲ୍। ଏବେ କେବଳ ତୁମର ଚିନ୍ତାଧାରାକୁ ଅପଗ୍ରେଡ୍ କର ଏବଂ ଦେଖ ତୁମର ଜୀବନ କିପରି ଟ୍ରାନ୍ସଫର୍ମେସନ୍ ହେଉଛି।